ସମସ୍ତଙ୍କୁ ସ୍ୱାଗତ ଶିକ୍ଷା 24/7 ଓଡ଼ିଆ ଏଜୁକେସନ୍ ଚ୍ୟାନେଲକୁ। ଆଜି ଡିସ୍କସ୍ କରିବା 8 ମେ 2025ର ଏକ୍ଜାମ୍ ରିଲେଟେଡ୍ କରେଣ୍ଟ ଆଫେୟର୍ସ। ଆଜିର ପ୍ରଥମ ପ୍ରଶ୍ନ, ହ୍ୱିଚ୍ କଣ୍ଟ୍ରି ହାଜ୍ ଓନ୍ ଦ ସୁଧୀରମାନ କପ୍ 2025? କେଉଁ ଦେଶ 2025 ସୁଧୀରମାନ କପ୍ ଜିତିଛି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି, ଚାଇନା। ଚାଇନା 2025ର ସୁଧୀରମାନ କପ୍ ଜିତିଛି। ସୁଧୀରମାନ କପ୍ ଏଡିସନ୍ ହେଉଛି 19ତମ ଏଡିସନ୍। ଚାଇନାର ଜିଙ୍ଗମ୍ୟାନ୍ ରେ ଅନୁଷ୍ଠିତ ହୋଇଥିଲା। ଏହା 27 ଏପ୍ରିଲରୁ 4 ମେ ଖେଳ ଅନୁଷ୍ଠିତ ହୋଇଥିଲା। ଏଥିରେ 16ଟି ଦେଶ ଅଂଶଗ୍ରହଣ କରିଥିଲେ। ସୁଧୀରମାନ କପ୍ ବିଜେତା ହେଉଛନ୍ତି ଚାଇନା। 16 ଥର ସୁଧୀରମାନ କପ୍ ଜିତିଛି। କାହାକୁ ପରାସ୍ତ କରିଥିଲା 2025ରେ? ସାଉଥ କୋରିଆ 3-1ରେ ପରାସ୍ତ କରିଥିଲା। ଫାର୍ଷ୍ଟ ଏଡିସନ୍ ଖେଳ ହୋଇଥିଲା 1989 ମସିହାରେ। ପରବର୍ତ୍ତୀ ପ୍ରଶ୍ନ, ହୁ ହାଜ୍ ବିନ୍ ଆପଏଣ୍ଟେଡ୍ ଆଜ୍ ଦ ମ୍ୟାନେଜିଂ ଡାଇରେକ୍ଟର ଅଫ୍ ନ୍ୟାସନାଲ ଫିଲ୍ମ ଡେଭଲପମେଣ୍ଟ କର୍ପୋରେସନ୍? ଜାତୀୟ ଚଳଚ୍ଚିତ୍ର ବିକାଶ ନିଗମ ପରିଚାଳନା ନିର୍ଦ୍ଦେଶକ ଭାବରେ କାହାକୁ ନିଯୁକ୍ତ କରାଯାଇଛି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି, ପ୍ରକାଶ ମାକଦମ୍। ପ୍ରକାଶ ମାକଦମ୍ଙ୍କୁ ଜାତୀୟ ଚଳଚ୍ଚିତ୍ର ବିକାଶ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରାଯାଇଛି। ପ୍ରକାଶ ମାକଦମ୍ ଆପଏଣ୍ଟେଡ୍ ଆଜ୍ ନ୍ୟୁ MD ଅଫ୍ NFDC। NFDC କହିଲେ କ'ଣ? ନ୍ୟାସନାଲ ଫିଲ୍ମ ଡେଭଲପମେଣ୍ଟ କର୍ପୋରେସନ୍। ଏବାଉଟ୍ NFDC ଷ୍ଟାବ୍ଲିଶ୍ ହୋଇଥିଲା 1975 ମସିହାରେ। ଏହାର ହେଡକ୍ୱାର୍ଟର ରହିଛି ମୁମ୍ବାଇ, ମହାରାଷ୍ଟ୍ରରେ। ବର୍ତ୍ତମାନ ଦେଖିବା ପରବର୍ତ୍ତୀ ପ୍ରଶ୍ନ, ହ୍ୱିଚ୍ ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ ହାଜ୍ ଡିକ୍ଲାର୍ଡ May 5 ଆଜ୍ ଟ୍ରେଡର୍ସ ଡେ? କେଉଁ ରାଜ୍ୟ ସରକାର 5 ମେକୁ ବ୍ୟବସାୟୀ ଦିବସ ଭାବରେ ଘୋଷଣା କରାଯାଇଛି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି, ତାମିଲନାଡୁ ସରକାର 5 ମେକୁ ବ୍ୟବସାୟୀ ଦିବସ ଭାବରେ ଘୋଷଣା କରିଛନ୍ତି। ତାମିଲନାଡୁ ଚିଫ୍ ମିନିଷ୍ଟର କିଏ? MK ଷ୍ଟାଲିନ୍ ଏହାକୁ ଘୋଷଣା କରିଛନ୍ତି। ଟ୍ରେଡର ଡେ 5 ମେକୁ ଟ୍ରେଡର ଡେ ଭାବରେ ଘୋଷଣା କରାଯାଇଛି। ତାମିଲନାଡୁର ମୁଖ୍ୟମନ୍ତ୍ରୀ କିଏ? MK ଷ୍ଟାଲିନ୍। ପରବର୍ତ୍ତୀ ପ୍ରଶ୍ନ, ଫ୍ରମ୍ ହ୍ୱିଚ୍ ଡ୍ୟାମ୍ ହାଜ୍ ଇଣ୍ଡିଆ ଷ୍ଟପେଡ୍ ଦ ୱାଟର ଅଫ୍ ଦ ଚେନାବ ରିଭର? ଭାରତ କେଉଁ ଡ୍ୟାମ୍ରୁ ଚେନାବ ନଦୀର ପାଣି ବନ୍ଦ କରିଛି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି, ବାଗ୍ଲିହାର ଡ୍ୟାମ୍। ପରବର୍ତ୍ତୀ ପ୍ରଶ୍ନ, where will the 72 ମିସ୍ ୱାର୍ଲଡ କମ୍ପିଟିସନ୍ 2025 be held? 2025 ମସିହାର 72ତମ ମିସ୍ ୱାର୍ଲଡ ପ୍ରତିଯୋଗିତା କେଉଁଠାରେ ଅନୁଷ୍ଠିତ ହେବ? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ, ହାଇଦ୍ରାବାଦ। ହାଇଦ୍ରାବାଦଠାରେ 2025 ମସିହାର 72ତମ ମିସ୍ ୱାର୍ଲଡ ପ୍ରତିଯୋଗିତା ଅନୁଷ୍ଠିତ ହେବ। ମିସ୍ ୱାର୍ଲଡ 2025 ଭେନ୍ୟୁ ରହିଛି ହାଇଦ୍ରାବାଦ ହାଇଟେକ୍ସ ଏକ୍ଜିବିସନ୍ ସେଣ୍ଟର, ହାଇଦ୍ରାବାଦ, ତେଲେଙ୍ଗାନା। ଡେଟ୍ ରହିଛି 31 ମେ 2025ରେ ଅନୁଷ୍ଠିତ ହେବ। ପରବର୍ତ୍ତୀ ପ୍ରଶ୍ନ, ପ୍ରେସିଡେଣ୍ଟ ଦ୍ରୌପଦୀ ମୁର୍ମୁ ୱିଲ୍ ଭିଜିଟ୍ ଦ ସାବରିମାଲା ଶ୍ରୀ ଆଇପ୍ପା ଟେମ୍ପଲ ଅନ୍ May 19 ଇନ୍ ହ୍ୱିଚ୍ ଷ୍ଟେଟ୍? ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମେ 19 ତାରିଖରେ କେଉଁ ରାଜ୍ୟରେ ଥିବା ସାବରିମାଳା ଶ୍ରୀ ଆଇପ୍ପା ମନ୍ଦିର ପରିଦର୍ଶନ କରିବେ? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି,
କେରଳ ଠାରେ କେଉଁ ମନ୍ଦିର ଅଛି? ସାବରିମାଳା ଶ୍ରୀ ଆଇପ୍ପା ମନ୍ଦିର ଅଛି। କିଏ ପରିଦର୍ଶନ କରିବେ? ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 19 ତାରିଖରେ ପରିଦର୍ଶନ କରିବେ। Draupadi Murmu, President of Draupadi Murmu will visit Kerala as Sabarimala temple on May 19. She will become the first sitting president of India to offer prayers at the Sabarimala Sri Ayyappa temple. পরবর্তী প্রশ্ন, What is India's rank in the Human Development Index HDI 2025? ମାନବ ବିକାଶ ସୂଚକାଙ୍କ HDI ରେ ଭାରତର ସ୍ଥାନ କେତେ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି 130। ମାନବ ବିକାଶ ସୂଚକାଙ୍କ ବା HDI ରେ ଭାରତର ସ୍ଥାନ 130ତମ ସ୍ଥାନ ରହିଛି। India continued its steady rise on the Human Development Index, ranking 130 out of 193 countries. 193 କଣ୍ଟ୍ରିରୁ 130 ସ୍ଥାନରେ ରହିଛି। କିଏ? ଭାରତ HDI ସୂଚକାଙ୍କରେ। ପରବର୍ତ୍ତୀ ପ୍ରଶ୍ନ, On 7 May 2025, war siren will be sounded at 244 places in the country. When was the last time war siren were saved in India? 7 ମେ 2025ରେ ଦେଶରେ 244ଟି ସ୍ଥାନରେ ଯୁଦ୍ଧ ସାଇରନ୍ ବାଜିବ। ଭାରତରେ ଶେଷ ଥର ପାଇଁ କେବେ ଯୁଦ୍ଧ ସାଇରନ୍ ବାଜିଥିଲା? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି 1999 ମସିହାରେ। ପରବର୍ତ୍ତୀ ପ୍ରଶ୍ନ, Which will become the country's first transmedia entertainment city? କେଉଁ ସହର ଦେଶର ପ୍ରଥମ ଟ୍ରାନ୍ସମିଡିଆ ମନୋରଞ୍ଜନ ସହର ହେବ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି ଅମରାବତୀ। ଅମରାବତୀ ଦେଶର ପ୍ରଥମ ଟ୍ରାନ୍ସମିଡିଆ ମନୋରଞ୍ଜନ ସହର ହେବ। ପରବର୍ତ୍ତୀ ପ୍ରଶ୍ନ, India has developed the first two genome edited varieties DRR 100 Kamala and Pusa DST1. It is related to what? ଭାରତର ପ୍ରଥମ ଦୁଇଟି ଜିନୋମ ସମ୍ପାଦିତ ପ୍ରକାରର DRR 100 ଏବଂ ପୁସା DST1 ବିକଶିତ କରିଛି। ଏହା କାହା ସହିତ ଜଡ଼ିତ ଅଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି ରାଇସ୍। ପରବର୍ତ୍ତୀ ପ୍ରଶ୍ନ, When was World Asthma Day celebrated? ବିଶ୍ୱ ଅସ୍ଥମା ଦିବସ କେବେ ପାଳିତ ହୋଇଥିଲା? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଏ 6 ମେ। ବିଶ୍ୱ ଅସ୍ଥମା ଦିବସ ପାଳିତ ହୋଇଥିଲା। ଥିମ୍ ରହିଛି ମେକ୍ ଇନହେଲ୍ଡ ଟ୍ରିଟମେଣ୍ଟ ଆସେସେବଲ୍ ଫର୍ ଅଲ୍। ବର୍ତ୍ତମାନ ଦେଖିବା ମେ ମାସରେ କେଉଁ କେଉଁ ଇଣ୍ଟରନ୍ୟାସନାଲ୍ ଡେ ପାଳିତ ହୋଇଥିଲା। 1 ମେରେ ଇଣ୍ଟରନ୍ୟାସନାଲ୍ ଲେବର ଡେ, 2 ମେରେ ୱାର୍ଲଡ ଟୁନା ଡେ, 3 ମେରେ ୱାର୍ଲଡ ପ୍ରେସ୍ ଫ୍ରିଡମ୍ ଡେ, 4 ମେରେ କୋଲ୍ ମିନରାଲ ଡେ, 4 ମେରେ କ'ଣ ଇଣ୍ଟରନ୍ୟାସନାଲ୍ ଫାଇଟର ଡେ। ବର୍ତ୍ତମାନ ଦେଖିବା ପରବର୍ତ୍ତୀ ପ୍ରଶ୍ନ, Where did DRDO conduct the first successful test of stratospheric airship? DRDO କେଉଁଠାରେ ଷ୍ଟ୍ରାଟୋସ୍ଫେରିକ୍ ଏୟାରସିପ୍ର ପ୍ରଥମ ସଫଳ ପରୀକ୍ଷଣ କରିଥିଲା? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି ମଧ୍ୟପ୍ରଦେଶ।
डिफेन्स रिसर्च एंड डेवलपमेंट ऑर्गेनाइजेशन केबे प्रतिष्ठा होता 1998 मसीह हेडक्वार्टर रही कोड रही चेयरमैन रही भी कामांत फास्ट चेयरमैन डॉक्टर डी एस कोतारी मोटो रही स्ट्रेंथ एस ओरिजिन इज इन नॉलेज। परवर्ती प्रश्न वेयर डिड द 58th annual meeting of ADB began? ADB रो 58तम वार्षिक बैठक केउठारु आरंभ होइथिला? एहार सठिक उत्तरटी हेउछि ऑप्शन बी न्यूयॉर्क ठारे एडीबी रो 58तम वार्षिक बैठक अनुष्ठित होइथिला। एडीबी प्रतिष्ठा होइथिला 1966 मसीह हेडक्वार्टर रही मानिला फिलिपिन्स। हेड किए अछंती मासाटो कोंडा। टोटल मेंबर अछंती 69। वर्तमान किए मिसिछि इजराइल।